ଅପାସରା କାହାଣୀ। ତରୁଣ ବାଘ। ଜଙ୍ଗଲିଆ ନଈ ପଠାଟି ଥିଲା ଅତି ଉତ୍ତମ। ପଠା ଚାରିପଟେ ବହି ଯାଉଥିଲା କାଚକେନ୍ଦୁ ପରି ପାଣି। ପଠା ଉପର ଦେଇ ବହୁଥିଲା ମୃଦୁମଳୟ। ସେହି ପଠା ଅରଣ୍ୟରେ ରାଜୁତି କରୁଥିଲା ଗୋଟାଏ ମହାବଳ ବାଘ। ବାଘ ଭୟରେ ହିଂସ୍ର ସିଂହମାନେ ବି ସେ ପଠାରେ ପାଦ ପକାଇବାକୁ ସାହସ କରୁନଥିଲେ। ଏମିତି ବାଘ ଅତି ଆନନ୍ଦରେ ସେ ପଠାରେ ବହୁଦିନ ରାଜୁତି କଲା। ସେ ବାଘର ଥିଲା ଗୋଟାଏ ଛୁଆ। ଛୁଆଟିର ଉଜ୍ଜ୍ୱଳ ଭବିଷ୍ୟତ ମନାସି। ବାଘ ଭାବୁଥିଲା, ପିଲାଟା ବଡ଼ ହୋଇଗଲେ ପଠାକୁ ତା ଜିମାରେ ଛାଡ଼ିଦେଇ ମୁଁ ସନ୍ନ୍ୟାସ ନେଇଯିବି। ଦୁଃଖର ବିଷୟ, ଦିନେ ଗୋଟାଏ ସିଂହ ସହିତ ଲଢ଼ୁ ଲଢ଼ୁ ବାଘର ଜୀବନ ଛାଡ଼ିଗଲା। ବାଘ ମରିଯିବା ଦେଖି ଅନେକ ବନ୍ୟଜନ୍ତୁ ଆସି ଅବାଧରେ ସେ ଜଙ୍ଗଲିଆ ପଠାରେ ବୁଲାବୁଲି କଲେ। କେତେକ ସେଠାରେ ବସବାସ କଲେ। ତରୁଣ ବାଘ ଦେଖିଲା, ସେମାନଙ୍କ ସହ ଯୁଝିବାକୁ ତାର ଜୁ ନାହିଁ। ସେ ଚୁପଚାପ ପଠା ଛାଡ଼ି ଚାଲିଗଲା। ସେଉଠୁ ଜଙ୍ଗଲୀ ଜନ୍ତୁଙ୍କ ଭିତରେ ଘୋର ବିବାଦ ଚାଲିଲା। ଗୋଟାଏ ପ୍ରତାପୀ ସିଂହ ସମସ୍ତଙ୍କୁ ଜବତ କରି ପଠାକୁ ନିଜ ଅକ୍ତିଆରକୁ ଆଣିଲା। ତେଣେ ତରୁଣ ବାଘ ଦୁଃଖ କଷ୍ଟ ସହି ପାହାଡ଼ ପର୍ବତ ଟପି ଯାଇ ପହଞ୍ଚିଲା ଆଉ ଏକ ବନରେ। ସେ ବଣର ଜୀବଜନ୍ତୁଙ୍କୁ ନିଜର ଦୁଃଖ ଜଣାଇ ସେମାନଙ୍କ ସାହାଯ୍ୟ ଲୋଡ଼ିଲା। ସିଂହର ବଳ ଓ ଜୀବଜନ୍ତୁଙ୍କ ଉପରେ ତାର ବିଜୟ ଖବର ଶୁଣି ସେମାନେ କହିଲେ, ହଇରେ ହତଭାଗା, ତୋ ରାଜ୍ୟ ଏବେ ସିଂହ ଅକ୍ତିଆରରେ। ତା ପ୍ରତାପରେ ଚଢ଼େଇଟିଏ ବି ପଠା ଉପର ଦେଇ ଉଡ଼ି ଯାଉନାହିଁ। ହାତୀଟିଏ ବି ତା ଡରରେ ପଠା ମାଡ଼ୁନାହିଁ। ତା ସହ ଲଢ଼ିବାକୁ ଆମର କାଢ଼ ନାହିଁ। ତୁମେ ବି ତା ସହ ବିବାଦ କର ନାହିଁ। ଆମ ମତରେ ତୁମେ ତା ଦରବାରକୁ ଯାଇ ତାର ବିଶ୍ୱସ୍ତ ସେବକଟିଏ ହୁଅ। ଏକଥା ତରୁଣ ବାଘ ମନକୁ ପାଇଲା। ସିଂହର ଜଣେ ଅମାତ୍ୟଙ୍କୁ କୁହାପୋଛା କରି ତରୁଣ ବାଘ ଭଲ ଚାକିରି ଖଣ୍ଡେ ପାଇଲା। ତାର ବିଶ୍ୱସ୍ତପଣିଆ ଦେଖି ସିଂହ ତାକୁ ରାଜ୍ୟର ବହୁ ଜଟିଳ କାର୍ଯ୍ୟଭାର ଦେଲା। ସେସବୁ ତରୁଣ ବାଘ ସୁଚାରୁରୂପେ ତୁଲାଇଲା। ଦିନେ କୌଣସି ଏକ ଜରୁରୀ କାମରେ ସିଂହକୁ ପଠା ଛାଡ଼ି ଗୋଟାଏ ଦୂର ଜଙ୍ଗଲକୁ ଯିବାକୁ ପଡ଼ିଲା। ସେତେବେଳେ ଭୀଷଣ ନିଦାଘ ମାଟି ପଥର ଗରମରେ ସତେଅବା ପାଚି ଯାଇଛି। ଚଢ଼େଇ ଚିରୁଗୁଣି ବି ପଦାକୁ ବାହାରୁ ନାହାନ୍ତି। ସିଂହଟାଏ ବା ଯିବ କେମିତି? ସିଂହ ଭାବୁଥାଏ, ଏଭଳି ଦାରୁଣ ନିଦାଘରେ ଜରୁରୀ କାମଟା ପଡ଼ିବାକୁ ଥିଲା। କାହାକୁ ପଠେଇବି ନା ନିଜେ ଯିବି? ସିଂହ ବସି ଭାଳି ହେଉଥିବା ବେଳେ ତରୁଣ ବାଘ କୌଣସି କାମରେ ସିଂହ ପାଖକୁ ଆସିଲା। ସିଂହକୁ ଚିନ୍ତାକୁଳ ଦେଖି ସେ ସିଂହାସନ ପାଖକୁ ଯାଇ ଚିନ୍ତାର କାରଣ ପଚାରିଲା। ସିଂହଠାରୁ ସବୁ କଥା ଶୁଣି ସେ ନିଜେ ସେ ଜରୁରୀ କାମର ଭାର ନେଲା। କିଛି ସାହାଯ୍ୟକାରୀଙ୍କୁ ସାଙ୍ଗରେ ଧରି ନିର୍ଦ୍ଧୁମ ଖରାରେ ଦୂର ବନରେ ପହଞ୍ଚିଲା ତରୁଣ ବାଘ। ସୁରୁଖୁରୁରେ ସବୁ କଥା ମେଣ୍ଟାଇ ସେ ପଠାକୁ ଫେରିଲା। ତରୁଣ ବାଘ ସହ ଯାଇଥିବା ସମସ୍ତ କର୍ମଚାରୀ ବାଟରେ ତାର ଭୁରି ଭୁରି ପ୍ରଶଂସା କଲେ। ମନ୍ଦ ହସି ତରୁଣ ବାଘ କହିଲା, ଅକ୍ଳାନ୍ତ ପରିଶ୍ରମ କରି ମୁଁ ରାଜାଙ୍କ ବିଶ୍ୱାସ ଭାଜନ ହୋଇଛି। ବିନା କଷ୍ଟରେ କେହି ସଫଳତା ହାସଲ କରିନାହିଁ। ରାଜକର୍ମଚାରୀମାନେ ଆସି ସିଂହ ଆଗରେ ଆମୂଳଚୂଳ ସବୁ କଥା ବଖାଣି ଗଲେ। ସିଂହ ଏ କଥା ଶୁଣି ବଡ଼ ଆନନ୍ଦିତ ହେଲା। ତାପରେ ସେ ତରୁଣ ବାଘକୁ ଡକାଇ ସମ୍ମାନିତ କଲା। ତାଙ୍କ ଅନ୍ତେ ପଠା ଜଙ୍ଗଲଟି ତରୁଣ ବାଘର ବୋଲି ସମସ୍ତଙ୍କ ସାମ୍ନାରେ ଘୋଷଣା କଲା।